ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମୁଁ ଆପଣମାନଙ୍କର ପ୍ରିୟ ବାଳକ ଅଶୋକର ହଲିଫାୟାର ମିନିଷ୍ଟ୍ରିର ବାଳକ ଅଟେ। ପ୍ରଭୁଙ୍କୁ ଧନ୍ୟବାଦ ଦିଏ କି ଆଜି ଶୁଭ ସକାଳରେ ପ୍ରଭୁ ଅନୁଗ୍ରହ କଲେ, ଦୟା କଲେ, ପୁଣି ତାଙ୍କର ନିକଟରେ ବସି ତାହାଙ୍କ ବିଷୟରେ କିଛି ବିଷୟ ଅଧ୍ୟୟନ କରିବା ପାଇଁ ସେ ମୋତେ ସୁଯୋଗ ଦେଲେ। ସେଥିନିମନ୍ତେ ମୁଁ ସଦା ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜିର ଦିନରେ ଆମେ ଦେଖୁଅଛୁ ଅନେକ ବଡ଼ ବଡ଼ ଚର୍ଚ୍ଚ ଗୁଡ଼ାକରେ ଯେତେବେଳେ ଆମେ ଚିନ୍ତା କରିବା, ଲୋକମାନେ ଆଶ୍ଚର୍ଯ୍ୟ କାର୍ଯ୍ୟ ନିମନ୍ତେ ଦୌଡ଼ନ୍ତି। ଆଶ୍ଚର୍ଯ୍ୟ କାର୍ଯ୍ୟ ପଛରେ ଅନେକ ଲୋକମାନେ ଦୌଡ଼ୁଛନ୍ତି। କିନ୍ତୁ ମୁଁ ମୋ ମନରେ କାହିଁକି ଗୋଟେ ଉଙ୍କି ମାରେ, ଆଉ ଯେତେବେଳେ ସେଇ ଆଶ୍ଚର୍ଯ୍ୟ କାର୍ଯ୍ୟ ବିଷୟରେ ଆମେ ଦେଖିବା ପାଇଁ ଯାଉଁ, ଆଉ ଯେଉଁ ସମୟରେ ଆମେ ଯୋହନ ଲିଖିତ ସୁସମାଚାର ତାର 14 ପର୍ବ ଆଉ 12 ପଦକୁ ଅଧ୍ୟୟନ କରୁ, ଆଉ ସେହି ସମୟ ଜାଗାରେ ଏହି ପ୍ରକାର ଲେଖାଯାଏ ଅତି ଉତ୍ତମ ଭାବରେ ଯେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମୋ ଠାରେ ଯେ ବିଶ୍ୱାସ କରେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ କରିବ, କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯଦି ଆମେ ପ୍ରଭୁରେ ପ୍ରକୃତରେ ଅଛୁ, ସତରେ କ'ଣ ଆମର ବିଶ୍ୱାସ ଦ୍ୱାରା ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇ ପୁଣି ଆଶ୍ଚର୍ଯ୍ୟ କାର୍ଯ୍ୟମାନ ଆମେ କରିପାରିବା କି? ଅନେକଙ୍କର ଚିନ୍ତା ଓ ଭାବନା ଥାଏ, ସେଇ ବାଳକକୁ ପ୍ରଭୁ ଏମିତି ବ୍ୟବହାର କରନ୍ତି, ସେମିତି ବ୍ୟବହାର କରନ୍ତି। କିନ୍ତୁ ନା, ପ୍ରଭୁ ଏ ଜାଗାରେ ଗୋଟେ ଅତି ଗମ୍ଭୀର ବିଷୟ କହୁଛନ୍ତି ଯେ ମୋ ଠାରେ ଯିଏ ବିଶ୍ୱାସ କରେ, ଏଠି ଲେଖା ଅଛି କ'ଣ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହି ସବୁ କରିବ, ଆଉ ସେସବୁ ଅପେକ୍ଷା ଅଧିକ ମହତ୍ କାର୍ଯ୍ୟ କରିବ, ଅଧିକ ମହତ୍ କର୍ମ କରିବ, ଆଶ୍ଚର୍ଯ୍ୟ ପ୍ରକାର କାର୍ଯ୍ୟ ସେ କରିପାରିବ ଯଦି ପ୍ରକୃତରେ ସେ ଯୀଶୁଙ୍କୁ ବିଶ୍ୱାସ କରେ, ଯଦି ପ୍ରକୃତରେ ସେ ପ୍ରଭୁଙ୍କୁ ବିଶ୍ୱାସ କରେ ଆଉ ପ୍ରଭୁଙ୍କ ସହିତ ଚାଲିବା ପାଇଁ ଚେଷ୍ଟା କରେ, ତାହେଲେ ପ୍ରଭୁଙ୍କ ଠାରୁ ଆଶ୍ଚର୍ଯ୍ୟ ଆଉ ମହତ୍ କାର୍ଯ୍ୟ ସେ ମଧ୍ୟ କରିପାରିବ। ପ୍ରିୟ ମଣ୍ଡଳୀ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ପ୍ରଭୁଙ୍କର ଦାସ ଆପଣମାନଙ୍କୁ କହିବା ପାଇଁ ଚାହେଁ, ନିଶ୍ଚିତ ଭାବରେ ଈଶ୍ୱରଙ୍କ ରାଜ୍ୟ ବାକ୍ୟରେ ଶକ୍ତିରେ ପ୍ରକାଶ ପାଏ। ସତ କଥା ପାଉଲ ମଧ୍ୟ କୁହନ୍ତି, ଏଫେସୀୟ 6:10 ଲେଖାଯାଏ, ଶେଷ କଥା ଏହି କି ତୁମେମାନେ ପ୍ରଭୁଙ୍କ ଠାରୁ ଶକ୍ତି ପ୍ରାପ୍ତ। ପ୍ରିୟ ମଣ୍ଡଳୀ, ପ୍ରିୟ ପରିବାର ଲୋକମାନେ, ମୁଁ ଉତ୍ସାହିତ କରିବା ପାଇଁ ଚାହେଁ, ଯେଉଁ ପ୍ରଭୁଙ୍କୁ ଆମେ ଜାଣିଛୁ, ଯେଉଁ ପ୍ରଭୁଙ୍କୁ ଆମେ ଧରିକି ଆଜି ଚାଲୁଛୁ, ସେ ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ଅଟନ୍ତି। ଆପଣ ଆଶ୍ଚର୍ଯ୍ୟ କର୍ମ ପଛରେ ଦୌଡ଼ନ୍ତୁ ନାହିଁ, ବରଂ ଆପଣ ଆପଣଙ୍କ ପଛରେ ଆଶ୍ଚର୍ଯ୍ୟ କାର୍ଯ୍ୟ ଦୌଡ଼। ଏଇଥିପାଇଁ କି ଆପଣ ଯଦି ଈଶ୍ୱରଙ୍କ ଠାରେ ରହିବେ, ଆପଣ, ମୁଁ ବିଶ୍ୱାସ କରେ, ନିଶ୍ଚିତ ଭାବରେ ଆପଣ କ'ଣ କରିପାରିବେ, ଯୀଶୁଙ୍କ ଠାରୁ ମଧ୍ୟ ମହତ୍ କର୍ମ ଗୁଡ଼ାକ କରିପାରିବେ। ଗଡ୍ ବ୍ଲେସ୍ ୟୁ ମୋର ପ୍ରିୟ ଲୋକମାନେ। ଆପଣମାନେ ଆଜିଠାରୁ ଆଶ୍ଚର୍ଯ୍ୟ କର୍ମ ପଛରେ ନ ଦୌଡ଼ି ଯୀଶୁଙ୍କ ପଛରେ ଦୌଡ଼ନ୍ତୁ। ଆଉ ଆପଣମାନଙ୍କୁ ଆଶୀର୍ବାଦ। ଥ୍ୟାଙ୍କ ୟୁ। ଗଡ୍ ବ୍ଲେସ୍ ୟୁ।